ଖାଇଦେଲେ ତାଙ୍କର ଲମ୍ବା ହେଇ ଶୋଇପଡ଼ିଲେ କିନ୍ତୁ ଶୋଇଛନ୍ତି ଦେଖୁନ। କ୍ରିକେଟ ମ୍ୟାଚ୍ ଚାଲିଛି। ମାନେ ଆମେ ଏକରୁ ଆସିଛୁ ବରପଡ଼ା ଆଉ ସୋମନାଥଙ୍କ ମନ୍ଦିର ପାଖରୁ 60 ଫୁଟର ହେଇଛନ୍ତି ହନୁମାନ। ଆଉ ଦେଖୁଛନ୍ତି 60 ଫୁଟର ହନୁମାନ। ବହୁତ ବଡ଼ ଗଦା। ସାଙ୍ଗମାନେ ଦେଖନ୍ତୁ ଯଜ୍ଞ ହଉଛି ଚୌବନ କୁଣ୍ଡ। ବହୁତ ବଡ଼ ଯଜ୍ଞ ମଣ୍ଡପ ହେଇଛି। ମାନେ ଏଠି ରୋଷେଇ ଘର ହଜାର ହଜାର ଭକ୍ତଙ୍କ ପାଇଁ ରୋଷେଇ ଚାଲିଛି ଖାଇବା ପିଇବା। ଜୟ ଜଗନ୍ନାଥ ସାଙ୍ଗମାନେ ଶୁଭ ସକାଳ। ସାଙ୍ଗମାନେ ସକାଳୁ ସକାଳୁ ଦୋକାନ ଅଭିମୁଖେ ଚାଲୁ। ସାଙ୍ଗମାନେ ଏବେ ଟିକେ ଶୀତ କମିଛି, ଖରା ବି ଟିକେ ଟାଣ ହେଇଛି। କାଲି ଟିକେ ଖରା ଟାଣ ହେବାରୁ ଶୀତ ଟିକେ କମିଯାଇଛି। ଆଉ ରାତିରେ ମେଘ ବି ଟୁପ୍ ଟୁପ୍ ହେଇ ବର୍ଷକି ଆସିଲା। ଆଉ ଟିପ୍ ଟିପ୍ ବର୍ଷା ହେଇଛି ପୁଣି ଚାଲିଗଲା। ଲାଗୁଛି ବୋଧେ ବର୍ଷା ହେବ ଏକ, ସେଥିପାଇଁ ଶୀତ କମିଯାଇଛି। ସାଙ୍ଗମାନେ ଦେଖିବା ଦିନମାନ ବ୍ଲଗ୍ରେ ଆଜି କ'ଣ ହେଉଛି। ଫଲୋ ମି। ଖାଇଦେଲେ ତାଙ୍କର ଲମ୍ବା ହେଇ ଶୋଇପଡ଼ିଲେ କିନ୍ତୁ ଶୋଇଛନ୍ତି ଦେଖୁନ। ଏମିତି ବାପ ଘର ଭଳିଆ ଖାଇଦେଲେ। ଚିକେନ୍ ହେଇଥିଲା, କଣ୍ଟା ଗୋଡ଼ ମିଶେଇ ଖାଇଦେଲେ, ଶୋଇଛନ୍ତି ଆଉ। ଶୋଇପଡ଼ ଆଉ। କ୍ରିକେଟ ମ୍ୟାଚ୍ ଚାଲିଛି। ମାନେ ଆମେ ଏକରୁ ଆସିଛୁ ବରପଡ଼ା ଆଉ ସୋମନାଥଙ୍କ ମନ୍ଦିର ପାଖରୁ 60 ଫୁଟର ହେଇଛନ୍ତି ହନୁମାନ। ଆଉ ବଡ଼ ମେଳା ଆଜି ଯଜ୍ଞ ଆରମ୍ଭ। କେତେ ଦୋକାନ ପଶିଛି ମଉଜ ଚାଲନ୍ତୁ ଦେଖିବା। ପ୍ରବଳ ଭକ୍ତଙ୍କ ସମାବେଶ ସାଙ୍ଗମାନେ। ସାଙ୍ଗମାନେ ଏଠି ଆନନ୍ଦ ବଜାର ବ୍ୟବସ୍ଥା ବି ଅଛି। ହଜାର ହଜାର ଲୋକଙ୍କ ଖାଇବା ପିଇବା ବ୍ୟବସ୍ଥା ବି ହୋଇଛି। ପ୍ରବଳ ସାଜସଜା ବହୁତ ଭଲ ହେଇଛି। ଅତି ସୁନ୍ଦର ସାଜସଜା। ପ୍ରବଳ ଭକ୍ତଙ୍କ ସମାବେଶ, ପ୍ରବଚନ ଚାଲିଛି। ଦେଖୁଛନ୍ତି 60 ଫୁଟର ହନୁମାନ ମୁଖବନ୍ଧ ହୋଇ ଅଛନ୍ତି। ମୁନି ଋଷି ମାନେ ସବୁଠୁ ବଡ଼ ମହାବୀର ସବୁବେଳେ ପ୍ରବର୍ତ୍ତେଇଛନ୍ତି। ତେଣୁ ଭଗବାନ ସାଙ୍ଗମାନେ 60 ଫୁଟର ହନୁମାନ ସେଇ କେବଳ ମୋତେ ଜାଣିପାରିବ। ତେଣୁ ଏ ଜାଣିପାରିବା ପାଇଁ ସେ କହିଲେ ସନ୍ଥ ପନ୍ଥ ଗ୍ରନ୍ଥର ଆଶ୍ରୟ ଯିବାକୁ ଦରକାର। କାଲିଠାରୁ ଆହୁରି ଜମିବ। ଦରକାର ସତ୍ୟ ରୂପକ ସାଙ୍ଗମାନେ ବାନରଙ୍କ ସବୁ ପ୍ରକାର ମୂର୍ତ୍ତି ପ୍ରୀତ କରିବା ଉଦ୍ଦେଶ୍ୟରେ ଯାହା କରାଯାଏ ତାଙ୍କୁ ହିଁ ପ୍ରାପ୍ତ ହେଇଥାଏ। ତା ବିନା ଏ ମନୁଷ୍ୟ ଯଦି କାମନାକୁ କାମନାରେ ସବୁବେଳେ ଗୁଣି ହେଉଥିବ ତେବେ ସେ ଫଳପ୍ରାପ୍ତ ହେଇପାରିବ ନାହିଁ। ଯଦି ସେ କାମନାକୁ କାମନାରେ ଗୁଣି ହେଉଥାଏ ତେବେ ତା ବିଷୟ ସଂସାର ପରିଣତ ହେଇଥାଏ, ବିଷାକ୍ତ ହେଇଯାଇଥାଏ ଶରୀର। ବହୁତ ବଡ଼ ଗଦା। ସମସ୍ତ ପ୍ରକାର ବିଷକୁ ଯିଏ ଝାଡ଼ି ଦେଇଥାନ୍ତି ସେଇ ଅମୃତକୁ ପାନ କରିବା। ଯଶୋବନ୍ତନାଥ କହିଲେ ଯୋଉଭଳି ଭାବରେ ଯେତେବେଳେ ମାତୃ ଗର୍ଭେ ହେଲୁ ସଂସାର ଅଣକାର ଭୂମି ସେ ଯେ ନାହିଁ ଆକାର। ଯେତେବେଳେ ମାତା ଗର୍ଭେ ହେଲୁ ସଂସାର ଅଣକାର ଭୂମି ସେ ଯେ ନାହିଁ ଆକାର। ତାର ଆକାର ଥିଲା, ମାତା ଜାଣି ନାହିଁ, ପିତା ବି ଜାଣି ନାହିଁ। ସେ ଜଳ ସ୍ୱରୂପ ବିନ୍ଦୁ ଜୀବନ ସୃଷ୍ଟି ହେଇଛି। ତେଣୁ ସେ ଗର୍ଭ ଭିତରେ ମାତା ସୃଷ୍ଟି କରିନାହିଁ କି ପିତା ସୃଷ୍ଟି କରିନାହିଁ। କିନ୍ତୁ ଦି ଜଣଙ୍କର ଯାହାକୁ କୁହାଯାଏ ପ୍ରକୃତି ପୁରୁଷର ମିଳନରେ ଗୋଟେ ସନ୍ତାନର ସୃଷ୍ଟି ହେଇଥାଏ। ସେମିତି ସତ୍ସଙ୍ଗ ମାଧ୍ୟମରେ, ଗୁରୁ ବଚନ ମାଧ୍ୟମରେ ଯଦି ତାକୁ କାୟ ମନ ବାକ୍ୟ
ପାଳନ କରାଯାଏ ତାର ଅନ୍ତ ଭିତରେ ତାର ହୃଦୟ ଭିତରେ ତିନୋଟି ସନ୍ତାନ ଜନ୍ମ ନେଇଥାଏ। ଗୋଟିଏ ହେଉଛି କଣ? ଜ୍ଞାନ, ଭକ୍ତି, ବୈରାଗ୍ୟ। ଏ ତିନିଟାରୁ ଉଦ୍ଧାର ହେବା ପାଇଁ ଏ ତିନିଟି ଜିନିଷର ଆବଶ୍ୟକତା ଥାଏ। ତେଣୁ ଗୁରୁ ଉପଦେଶରେ, ଭଗବତ ଉପଦେଶରେ, ସତ୍ସଙ୍ଗ ମାଧ୍ୟମରେ ଏ ତିନୋଟି ରୂପ ଜାଗ୍ରତ ହୋଇଥାଏ। এই ତିନୋଟି ଜ୍ଞାନ, ବୈରାଗ୍ୟ, ଭକ୍ତି ଜାଗ୍ରତ ହେଲେ ସଂସାରରେ ଆମେ ଭଗବାନଙ୍କୁ ଦର୍ଶନ କରିପାରିବା, ସମସ୍ତଙ୍କୁ ବିଭୁମୟ ଦେଖିପାରିବା, ସମସ୍ତଙ୍କୁ ଜଗତମୟ ଦେଖିପାରିବା। ବ୍ରହ୍ମମୟ ଜଗତ, ଜଗତମୟ ବ୍ରହ୍ମ। ମିଛ ମାୟାରେ এই মিছ মায়ারে সংসার মেল, সংসার মেল। থরটিয়ে মা শারদাঙ্গু, হরটিয়ে ডাক মা শারদাঙ্গু। অকারণে গড়ি যাଉଛି বেড়, যাଉଛି বেড়। সার খেল করটিয়ে ডাক মা শারদাঙ্গু, করটিয়ে ডাক মা শারদাঙ্গু। অকারণে গড়ি, অকারণে গড়ি যাଉଛି বেড়, যাଉଛି বেড়। মিছ মায়ারে সংসার খেল, সংসার খেল। ସାଙ୍ଗମାନେ ଏଠି ପ୍ରଭୁ ଜଗନ୍ନାଥ, ମା ସୁଭଦ୍ରା, ବଳଭଦ୍ର ବିଜୟମାନ କରିଛନ୍ତି। ଏଇଠି ସାଙ୍ଗମାନେ କୁଣ୍ଡ ମଣ୍ଡପ। ସାଙ୍ଗମାନେ ଦେଖନ୍ତୁ ଯଜ୍ଞ ହେଉଛି 54 କୁଣ୍ଡ। ବହୁତ ବଡ଼ ଯଜ୍ଞ ମଣ୍ଡପ ହେଇଛି, 54 କୁଣ୍ଡ। ପ୍ରଭୁ ଆପଣଙ୍କୁ ଚାରିକର ଦେଖାଉଛି 54 କୁଣ୍ଡ। ଆଜିଠୁ ଯଜ୍ଞ ଆରମ୍ଭ ହେଇଛି, କାଲି ଆର ଏଇନା ହବ ଆମର, କାଲିଠୁ ଆହୁରି ଜମିଯିବ। 4-5 ଦିନ କାଳ ଯଜ୍ଞ ହବ 54 କୁଣ୍ଡ। ପୁରୀରୁ ଜଗନ୍ନାଥଙ୍କ ସେବକ ସବୁ ଆସିବାର ଅଛି। ଆଜି ଯେହେତୁ ଯଜ୍ଞ ଆରମ୍ଭ, ସବୁ କୁଣ୍ଡ ନାମକରଣ ହେଇଛି, ଲେଖା ହେଇକି। ଅତି ସୁନ୍ଦର ଦୃଶ୍ୟ ସାଙ୍ଗମାନେ। ଆମ ଏକରେ କହିଲେ ବହୁତ ବଡ଼ ଯଜ୍ଞ, ବହୁତ ବଡ଼ ଯଜ୍ଞ। ବହୁତ ବଡ଼ ଏରିଆ, ଭକ୍ତମାନଙ୍କ ଠିଆ ହେବା ପାଇଁ ଚାଲିଛି।
ମୁଁ ଚାରିକର ଆପଣଙ୍କୁ ଦେଖାଉଛି ପରିକ୍ରମା କରି ପ୍ରବଳ ଭକ୍ତଙ୍କ ସମାବେଶ ହେବ 4-5 ଦିନ ଭିତରେ। ଆଜି ଯେହେତୁ ଆରମ୍ଭ ଭକ୍ତ ସମାବେଶ ଟିକେ କମ୍ ଅଛି। ଆଉ ଆନନ୍ଦ ବଜାର ବି ବହୁତ ବଡ଼ ହେଇଛି। ଡେଲି 5,000 ରୁ 7,000 ଲୋକ ଆନନ୍ଦ ବଜାରରେ ଯୋଗ ଦେବେ। ଆଉ କହିବାକୁ ଗଲେ ସବୁଠୁ ବଡ଼ ଯଜ୍ଞ। ଏଭଳିଆ ଜିନିଷ ମୋ ଜନ୍ମଠାରୁ କେବେ ଦେଖିନି ସାଙ୍ଗମାନେ। ସାଙ୍ଗମାନେ ଏଇଭଳିଆ ତୀର୍ଥ ଜାଗାକୁ ଆସି ବହୁତ ଖୁସି ଲାଗିଲା, ଆତ୍ମା ତୃପ୍ତି ହେଇଗଲା। ପୁରା 60 ଫୁଟର ହନୁମାନଙ୍କର ମୂର୍ତ୍ତି ପ୍ରତିଷ୍ଠା ହେବ। ଆଉ ଯଜ୍ଞ 4-5 ଦିନ ହେବ। ପୁରୀରୁ ଆସିବେ ଜଗନ୍ନାଥ ସେବକ ବଡ଼ ପଣ୍ଡା, ବହୁତ ମଜା ହେବ। ସାଙ୍ଗମାନେ ଆସନ୍ତୁ ଏ ଜାଗାକୁ ଉପଭୋଗ କରନ୍ତୁ। ସାଙ୍ଗମାନେ ସାଜସଜା ଅତି ସୁନ୍ଦର। ସେପଟ ପ୍ରବଚନ ବକ୍ତା ଦିଆହେଉଛି, ଏପଟ ଲାଇଟ୍। ଏଠି ବର୍ତ୍ତମାନ ଆନନ୍ଦ ବଜାର ଚାଲିଛି। ପ୍ରବଳ ଭକ୍ତ ସମାବେଶ, ଖାଇବା ପିଇବା ଚାଲିଛି। ଏଠି ରୋଷେଇ ଘର, ହଜାର ହଜାର ଭକ୍ତଙ୍କ ପାଇଁ ରୋଷେଇ ଚାଲିଛି, ଖାଇବା ପିଇବା ଚାଲିଛି। ପ୍ରବଳ ଭକ୍ତଙ୍କ ସମାବେଶ ହେବା ପାଇଁ। ସାଙ୍ଗମାନେ ଛୋଟ ମୋଟ ଦୋକାନ ବଜାର ବହୁତ ପଡ଼ିଛି। ଆହୁରି ଆଗକୁ ଦୋକାନ ବଜାର ପଡ଼ିବ ବହୁତ ମେଳା ଭଳିଆ। ଲଙ୍କା ବରପଡ଼ାକୁ ଆସିକି ବହୁତ ଭଲ ଲାଗିଲା ନା? ବହୁତ ପାଖରେ କରିଥିଲେ ଭିଡ଼ିଓଟା ଭଲ ହେଇଥିଲା। ସାଙ୍ଗମାନେ ଦିନମାନ ବ୍ଲଗ୍ ଆଜି ଏମିତି ଥିଲା। ଭିଡ଼ିଓ ଯଦି ଭଲ ଲାଗିବ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ରହୁଛି ସାଙ୍ଗମାନେ।